ଆଜିର ଶିଶୁ କାଲିର ଭବିଷ୍ୟତ। ଆଜି ପବିତ୍ର ଶିଶୁ ଦିବସ ଉପଲକ୍ଷେ ମୁଁ ସମସ୍ତ ଶିଶୁମାନଙ୍କୁ ମୋର ଶୁଭକାମନା ଶୁଭ ଆଶୀର୍ବାଦ ପ୍ରଦାନ କରୁଛି। ସେମାନଙ୍କର ଜୀବନ ସଫଳତାମୟ ହେଉ। ସେମାନେ ବଡ଼ ହୋଇ ନିଜକୁ ଏମିତି ଯୋଗ୍ୟ କରନ୍ତୁ ଯେ ସେମାନେ ନିଜର ରାଷ୍ଟ୍ର, ନିଜର ଧର୍ମ, ନିଜର ସଂସ୍କୃତି, ନିଜର ସମାଜ ପାଇଁ କାର୍ଯ୍ୟ କରିପାରିବେ, ନିଜ ଅଞ୍ଚଳ ନିଜ ପରିବାରର ନାଁ ରଖିପାରିବେ। ମୁଁ ଗୋଟିଏ ସତ୍ୟ ଆଧାରିତ ଛୋଟିଆ କାହାଣୀଟିଏ କହୁଛି ଏଇ ବାଳକମାନଙ୍କ ଭିତରେ କଥା। ଆପଣମାନଙ୍କର ଶିଖ ଧର୍ମର ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂଙ୍କର 4 ପୁଅ ଥିଲେ। ଅଜିତ ସିଂ ତାଙ୍କର ଥିଲେ ସବୁଠାରୁ ବଡ଼ ପୁଅ, ତାପରେ ଥିଲେ ତାଙ୍କର ବୟସ ଥିଲା 17 ବର୍ଷ। ଜୁଝାର ସିଂ ତାଙ୍କର ବୟସ ଥିଲା 14 ବର୍ଷ। ଆଉ ଏ 2 ଜଣ ଯାକ ଆପଣଙ୍କର ଡିସେମ୍ବର 21ରୁ 23 ଭିତରେ 1704 ମସିହାରେ ନିଜ ଧର୍ମ ପାଇଁ ଯୁଦ୍ଧ କରି ବଳିଦାନ ହୋଇଥିଲେ। ତାପରେ ତାଙ୍କର ଶେଷ 2 ପୁଅ ଜୋରାବର ସିଂ ଆଉ ଫତେହ ସିଂ। ଜୋରାବର ସିଂଙ୍କର ବୟସ ଥିଲା 9 ବର୍ଷ, ଫତେହ ସିଂଙ୍କର ବୟସ ଥିଲା 6 ବର୍ଷ। ଏଇ ଆମର ଦେଶର ବିଶ୍ୱାସଘାତମାନଙ୍କର ଷଡ଼ଯନ୍ତ୍ରରେ ସେ ଆପଣଙ୍କର ସରହିନ୍ଦ୍ର ନବାବ ବଜିର ଖାଁଙ୍କ ହାତରେ ବନ୍ଦୀ ହୋଇଥିଲେ। ଆଉ ବଜିର ଖାଁ ତାଙ୍କୁ ବନ୍ଦୀ କଲା ପରେ ଧର୍ମ ପରିବର୍ତ୍ତନ କରି ମୁସଲମାନ ଧର୍ମ ଗ୍ରହଣ କରିବା ପାଇଁ କହିଥିଲେ। କିନ୍ତୁ ଗୁରୁ ଗୋବିନ୍ଦ ସିଂଙ୍କର 2 ବୀର ପୁତ୍ର କହିଥିଲେ ନା, ଆମେ ଧର୍ମ ପରିବର୍ତ୍ତନ କରିବୁ ନାହିଁ। ନା, ତମେ ଯଦି ସେବେଳେ ଏମିତି ଅବସ୍ଥା ଥିଲା, ଯଦି ଏଇ 2 ଜଣ ଧର୍ମ ପରିବର୍ତ୍ତନ କରିଥାନ୍ତେ ତାହେଲେ ସମଗ୍ର ପଞ୍ଜାବ ଆଜି ହିନ୍ଦୁ ଧର୍ମ ତ୍ୟାଗ କରି ମୁସଲମାନ ଧର୍ମ ଗ୍ରହଣ କରିଥାନ୍ତେ। ସେତେବେଳେ ଗୁରୁ ହେଉଛନ୍ତି ସବୁକିଛି ଥିଲେ ସମାଜର। ଗୁରୁ ଯାହା ନିଷ୍ପତ୍ତି ନେଉଥିଲେ ସମ୍ପୂର୍ଣ୍ଣ ସମାଜ ସେତେବେଳେ ତାକୁ ଗ୍ରହଣ କରୁଥିଲା। ତ ଏଇଭଳି ଅବସ୍ଥାରେ ତାଙ୍କୁ ନିଷ୍ଠୁରତା ଭାବରେ ଜୀବନ୍ତ ସମାଧି ଦିଆହେବା ପାଇଁ ବଜିର ଖାଁ ନିର୍ଦ୍ଦେଶ ଦେଇଥିଲେ। ଆଉ ଯେତେବେଳେ ସମାଧି ଉଠିଥିଲା, ଅଣ୍ଟା ପର୍ଯ୍ୟନ୍ତ ପାଚିର ଉଠିଲା 2 ଜଣଙ୍କର, ସେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ଧର୍ମ ପରିବର୍ତ୍ତନ କରିବ ନା ମୃତ୍ୟୁକୁ ସ୍ୱୀକାର କରିବ? ସେଇ ଗୋଟିଏ ଉତ୍ତର, ନାଇଁ, ଆମେ ଧର୍ମ ପରିବର୍ତ୍ତନ କରିବୁନି। ତାପରେ ଯେତେବେଳେ ବେକ ଯାକେ ପାଚିରି ଉଠିଥିଲା ସେତେବେଳେ ସେ ଗୋଟିଏ ପ୍ରଶ୍ନ, ମୁସଲମାନ ଧର୍ମ ଗ୍ରହଣ କରିବ ନା ତୁମେ ମୃତ୍ୟୁକୁ ସ୍ୱୀକାର କରିବ? ସେ ଗୋଟିଏ ଉତ୍ତର ଥିଲା, ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମ ଭୟାବହ। ସ୍ୱୀକାର କରିନଥିଲେ ସେମାନେ ନିଜ ମୃତ୍ୟୁକୁ, ନିଜର ଜୀବନକୁ ଭୟ କରିନଥିଲେ ନିଜର ଧର୍ମ ଆଉ ସଂସ୍କୃତି ପାଇଁ। ସେତେବେଳେ ଯେତେବେଳେ ନାକ ଯାକେ ପାଚିରି ଉଠିଲା, ବଡ଼ ଭାଇ ଜୋରାବର ସିଂ, ଯାହାର ବୟସ 9 ବର୍ଷ, ଆଖିରୁ ଧାର ଧାର ହେଇ ଲୁହ ବୋହି ପଡ଼ିଲା। ତ ସାନ ଭାଇଆ ଦେଖିକିରି ପଚାରୁଛନ୍ତି ଯେ, ଭାଇ, ଇଏ ପବିତ୍ର ଦିନରେ ଆଜି ଆମେ ଯେତେବେଳେ ନିଜର ରାଷ୍ଟ୍ର ପାଇଁ, ଧର୍ମ ପାଇଁ, ସଂସ୍କୃତି ପାଇଁ ବଳିଦାନ ହେବାକୁ ଯାଉଛେ, ତୁମେ କାନ୍ଦୁଛ? ଫତେହ ସିଂର ବୟସ ଥିଲା 6 ବର୍ଷ। ବଡ଼ ଭାଇ 9 ବର୍ଷର ଜୋରାବର ସିଂ ଉତ୍ତର ଦେଇଥିଲେ, ନାଇଁରେ, ମୁଁ ସେଥିପାଇଁ କାନ୍ଦୁନି, ମୁଁ କାନ୍ଦୁଛି ଇଏ ଧରାପୃଷ୍ଠକୁ ପ୍ରଥମେ ମୁଁ ଆସିଥିଲି, ଦୁନିଆର ଆଲୋକ ପ୍ରଥମେ ମୁଁ ଦେଖିଥିଲି। ଆଉ ଇଏ ଧର୍ମ, ଇଏ ସଂସ୍କୃତି, ଇଏ ରାଷ୍ଟ୍ର ପାଇଁ ପ୍ରଥମେ ମୁଁ ବଳିଦାନ ହେଇଥାନ୍ତି। କିନ୍ତୁ ସେ ସୌଭାଗ୍ୟ ମୋର ନାହିଁ। ତୁ କେଡ଼େ ଭାଗ୍ୟବାନ, ଆମର ପବିତ୍ର ଧର୍ମ, ରାଷ୍ଟ୍ର ଆଉ ସଂସ୍କୃତି ପାଇଁ ପ୍ରଥମେ ତୁ ବଳିଦାନ ହେଉଛୁ। ସେଇଥିପାଇଁ ମନ ଦୁଃଖରେ ଟିକେ କାନ୍ଦି ପକେଇଲି ରେ। ଇଏ ଥିଲା ସେଇ ବୀର ଭାରତୀୟ ଶିଶୁମାନଙ୍କର, ବାଳକମାନଙ୍କର ଚରିତ୍ର। ତେଣୁ ଆମେ ନିଶ୍ଚିତ ରୂପେ ଆମର ଧର୍ମ, ଆମର ସଂସ୍କୃତି, ଆମର ସଭ୍ୟତା, ଆମର ରାଷ୍ଟ୍ରକୁ କେତେବେଳେ ତଳେ ପକାଇଦେବା ନାହିଁ। ସେଥିପାଇଁ ଆମକୁ ପଛେ କୌଣସି ସମସ୍ୟାର ସାମ୍ନା ହେବାକୁ ପଡ଼ୁ,
ଆଉ ଏଥିପାଇଁ କିଛି କରିବାକୁ ହେଲେ ନିଜକୁ ଯୋଗ୍ୟ କରନ୍ତୁ, ନିଜକୁ ଏତେ ଯୋଗ୍ୟ କରନ୍ତୁ ଯେ ନିଜ ମାତୃଭୂମି ପାଇଁ ଆମେ କାର୍ଯ୍ୟ କରିପାରିବା। ଜୟ ଜଗନ୍ନାଥ, ଭାରତ ମାତା କି ଜୟ, ବନ୍ଦେ ମାତରମ୍, ବନ୍ଦେ ଶ୍ରୀ ସନାତନ ଧର୍ମ।